ସୁପ୍ରଭାତ। ଓମ୍ ସାଇରାମ। ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ଯେତେ ବି ବିକଟ ପରିସ୍ଥିତି ଆସିଲେ ବି ନିଜ ବାବାଙ୍କର ଗୋଟିଏ କଥା ସବୁବେଳେ ମନେ ରଖିବ। କିଛି ଖରାପ ହୋଇଥାଏ ବହୁତ ଭଲ ହେବା ପୂର୍ବରୁ। ଆଉ ଯଦି ତୁମ ଜୀବନରେ ବହୁତ ଖରାପ ସମୟ ଚାଲୁଛି ତ ତୁମକୁ ଭୟ କରିବା ଆବଶ୍ୟକ ନୁହେଁ। ଏହାର ମାନେ ଏହା ଯେ ତୁମ ଜୀବନରେ ବର୍ତ୍ତମାନ ବହୁତ ଭଲ ସମୟ ଆସୁଛି। ଏ ଦୁନିଆରେ କିଛି ସ୍ଥାୟୀ ନୁହେଁ। ତ ତୁମେ ଏହା କାହିଁକି ଭାବୁଛ ଯେ ଏହି ଦୁଃଖ ଭରା ଦିନ ସବୁଦିନ ଏମିତି ହିଁ ରହିବ? ନା ସନ୍ତାନ, ସୁଖ ଦୁଃଖ ଜୀବନ କାଳରେ ଏକମାତ୍ର ଚକ୍ର ଅଟେ ଯାହା ନିରନ୍ତର ଚାଲିଥାଏ। ସେଥିପାଇଁ ତୁମକୁ ଭୟ କରିବା ଆବଶ୍ୟକ ନୁହେଁ। ତୁମ ପାଇଁ ଦୁଃଖର ଦିନ ବର୍ତ୍ତମାନ ସମାପ୍ତ ହେବାକୁ ଯାଉଛି। କିନ୍ତୁ ଧୈର୍ଯ୍ୟ ଆଉ ବିଶ୍ୱାସ ବନେଇ ରଖ। ସମୟ ଯେମିତି ବି ହେଉ ବଦଳିଥାଏ ନିହାତି। ଆଉ ତୁମର ଏହି ମୁସ୍କିଲ ସମୟ ବର୍ତ୍ତମାନ ଭଲ ସମୟରେ ବଦଳିବାକୁ ଯାଉଛି। ସମୟର ଏଇ ଚକ୍ର ତୁମ ଆଡ଼କୁ ବୁଲିବାକୁ ଯାଉଛି। ଭରସା ରଖ। ନିଜ ସାଇଙ୍କ ବଚନ ଉପରେ ଭରସା ରଖ। ଆଗକୁ ତୁମ ଜୀବନରେ କିଛି ବଡ଼ ଅଦ୍ଭୁତ ହେବାକୁ ଯାଉଛି। ଯେଉଁ ଆଶା ମୋ ଉପରେ ରଖିଛ ସେହି ଅସମ୍ଭବକୁ ତୁମ ପାଇଁ ସମ୍ଭବ କରି ଦେଖେଇବି। ଏହା ମୋର ବଚନ ଅଛି ତୁମକୁ। ତୁମେ କେବଳ ନିଜ କର୍ମ କର ଆଉ ତୁମ ସାଇଙ୍କ ଲୀଳା ଚମତ୍କାର ନିଜ ଜୀବନରେ ଦେଖିବା ପାଇଁ ପ୍ରସ୍ତୁତ ରୁହ। ବର୍ତ୍ତମାନ ତୁମ ଜୀବନରେ ମୁଁ କରିବାକୁ ଯାଉଛି ଯାହା ତୁମେ ଭାବିନଥିବ। ମୋ ଉପରେ ଆଉ ମୋର ସମସ୍ତ ଲୀଳା ଉପରେ ଦୃଢ଼ ବିଶ୍ୱାସ ବନେଇ ରଖ। ହାରି ଯାଇଥିବା ବାଜି ବି ମୁଁ ତୁମକୁ ଜିତେଇବି। ଟିକେ ସବୁରି ରଖ। ତୁମ ଜୀବନରେ ସବୁକିଛି ହଠାତ୍ ହେବ। ତୁମର ବର୍ଷର ପରିଶ୍ରମ, ସଂଘର୍ଷ ଆଉ ସବୁରି ତୁମକୁ ଏକା ସହିତ ଫଳ ଦେବାକୁ ଯାଉଛି। ତୁମ ବିଶ୍ୱାସ ମୋ ଠାରୁ କେବେ ବି ହରାଉନି। ଯାହା ବି ମୁଁ ଦେଉଛି ତାକୁ ପ୍ରକୃତ ମନରୁ ସ୍ୱୀକାର କରିବ ଆଉ ସବୁ ସମୟରେ ଶୁକ୍ରାଣା କରିବ। କାହିଁକି ନା ଯେତେ ଅଧିକ ତୁମ ଜୀବନରେ ଶୁକ୍ରାଣା କରିବ ସେତିକି ହିଁ ଅଧିକ ନିଜ ସାଇଙ୍କ ଆଶୀର୍ବାଦର ପାତ୍ର ହେବ। ସେଥିପାଇଁ ଶୁକ୍ରାଣା କର। ତୁମକୁ ସବୁକିଛି ଦେବା ପାଇଁ ମୁଁ ବସିଛି। ଆଉ ମୁଁ ତୁମକୁ ଏତେ ଦେବି ଯେ ଯାହା ତୁମେ କଳ୍ପନା କରିନଥିବ। ସନ୍ତାନ, ତୁମର ସମସ୍ତ ଅସମ୍ପୂର୍ଣ୍ଣ କାମ ତୁମ ସାଇଙ୍କ କୃପାରୁ ଠିକ୍ ହୋଇ ଚାଲୁଛି। ଭରସା ରଖ ଆଉ ନିଜ ମନକୁ ସକାରାତ୍ମକରୁ ଭରି ନିଅ। ତୁମର ମନର ବିଚାର ହିଁ ସୁଖ ଦୁଃଖର ଅନୁଭବ ହୋଇଥାଏ। ସେଥିପାଇଁ ପ୍ରଥମେ ନିଜ ମନକୁ ଶାନ୍ତ ରଖିବାକୁ ଶିଖ। ନିଜ ମନକୁ ଶାନ୍ତ ରଖିବା ପାଇଁ ସାଇ ନାମ ଜପ କର। ଧ୍ୟାନରେ ବସ। ତୁମ ମନ ଶାନ୍ତ ହୋଇଯିବ ସନ୍ତାନ। ସବୁଦିନ କମ୍ ସେ କମ୍ 10 ମିନିଟ୍ ନିଜ ଈଶ୍ୱରଙ୍କୁ ଦିଅ। ତାଙ୍କ ସହିତ କଥା ହୁଅ। ନିଜ ମନର ସମସ୍ତ କଥା ତାଙ୍କୁ କୁହ। କାହିଁକି ନା ତୁମ ଈଶ୍ୱର ତୁମ ସାଇ ତୁମକୁ ସର୍ବଦା ବହୁତ ଧ୍ୟାନରେ ଶୁଣନ୍ତି ଆଉ ଅନେକ ମାଧ୍ୟମରୁ ତୁମର ମାର୍ଗଦର୍ଶନ କରନ୍ତି। ସେଥିପାଇଁ ନିଜ ମନର କଥା ପାଇଁ ନିଜ ସାଇଙ୍କୁ ବାଛ। ସନ୍ତାନ, ଯେତେବେଳେ ନିଜ ସୁଖ ଦୁଃଖର ପ୍ରକୃତ ସାଥୀ ନିଜ ସାଇଙ୍କୁ ମାନିବ ତ ସେ ସ୍ୱୟଂ ଅଛନ୍ତି ବୋଲି ତୁମକୁ ଅନୁଭବ ହେବ ଆଉ ତୁମ ଜୀବନର ସମସ୍ତ ସମସ୍ୟାରୁ ସମସ୍ତ ସଙ୍କଟରୁ ବାହାର କରିବେ। ତୁମେ ସदैବ ମୋ ଶରଣରେ ରୁହ। ମୋ ସହିତ ଜଡ଼ିତ ରୁହ। ଦୁଃଖରେ ବି ମୁଁ ତୁମକୁ ସୁଖର ଅନୁଭୂତି କରେଇବି। କାହିଁକି ନା ତୁମେ ମୋର ସବୁଠାରୁ ପ୍ରିୟ ସନ୍ତାନ ଅଟ ଆଉ ମୁଁ ତୁମର ପିତା ସାଇ ବାବା ଅଟେ। ସବୁକିଛି ଅଛି। ମୁଁ ସବୁବେଳେ ତୁମ ଖୁସି ଚାହୁଁଛି। ତୁମର ଖୁସି ପାଇଁ ସବୁକିଛି କରୁଛି। ମୋ ଲୀଳା ଉପରେ ବିଶ୍ୱାସ ରଖ। ତୁମକୁ ସେ ସବୁକିଛି ମିଳିବ ଯାହା ତୁମେ ଚାହୁଁଛ। ଭରସା ରଖ। ସଦା ଖୁସି ରୁହ ଆଉ ସର୍ବଦା ହସୁଥାଅ। ମୋ ଆଶୀର୍ବାଦ ସବୁବେଳେ ତୁମ ସହିତ ଅଛି। ଓମ୍ ସାଇରାମ। ଓମ୍ ସାଇରାମ। ଓମ୍ ସାଇରାମ।